ସାଙ୍ଗମାନେ ଦେଖିପାରୁଥିବେ ଆମର କଟାକଟି ହେଇଯାଇଛି ଦେଖନ୍ତୁ ପୁରା ରେଡି ଏପଟରେ ଚିକେନ। ତ ସାଙ୍ଗମାନେ ଦେଖିପାରୁଥିବେ ରୋଷେଇ ଆମେ ଷ୍ଟାର୍ଟ କରିଦେଲୁ। ପକେଇବା ଟମାଟର ପକେଇବା ଦେଖିପାରୁଥିବେ। ସାଙ୍ଗମାନେ ଫାଇନାଲ ଦେଖିପାରୁଥିବେ ଆମେ ଚିକେନ ପକେଇଦେଲୁ ମସଲା ରେଡି। ତ ସାଙ୍ଗମାନେ ଦେଖିପାରୁଥିବେ ଚିକେନ ରୁ କେମିତି ପାଣି ବାହାରିଛି ଦେଖ। ତ ଫାଇନାଲି ସାଙ୍ଗମାନେ ଦେଖିପାରୁଥିବେ କଷା ରେଡି ହେଇଗଲା। ଏବେ ଟିକେ କଷା। ତ ଫାଇନାଲି ସାଙ୍ଗମାନେ ଦେଖିପାରୁଥିବେ ଆମର ଚିକେନ ରୋଷେଇ ପୁରା କମ୍ପ୍ଲିଟ। ତ ଫାଇନାଲି ସାଙ୍ଗମାନେ ଦେଖିପାରୁଥିବେ ଖାଇବାକୁ ବସିଗଲୁ ଦେଖନ୍ତୁ। ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ଭଲ ଥିବେ। ତ ସାଙ୍ଗମାନେ ଆଜି ଏବେ ରାତିରେ ଆମେ ରୋଷେଇ କଣ କରିବୁ ଆପଣମାନଙ୍କୁ ଦେଖେଇବୁ। ତ ରାତିରେ ଆଜି ସାଙ୍ଗମାନେ ଆଜି ଆମର ଚିକେନ ହବ। ତ ଚିକେନ ଆଜି ବନେଇବୁ। ତ ଚାଲନ୍ତୁ ଆପଣ ମାନଙ୍କୁ ଦେଖେଇବୁ ଆମେ କେମିତି କଣ ବନଉଛୁ। ତ ପ୍ରୋସେସ ଦେଖେଇବୁ। ମୁଁ ଏକା ବନେଇବି, କେହି ଆଜି ହଉଛି ଆମର ରୋଷେଇ ପାଳି ପଡିଛି। ତ ସେଇଥିପାଇଁ ମୁଁ ଏକା ରୋଷେଇ କରିବି। ତ ଚାଲନ୍ତୁ ଗୋଟେ ହାତରେ ମୋବାଇଲ ଧରିବି ଆଉ ଗୋଟେ ହାତରେ ଦେଖେଇବି ଆପଣ ମାନଙ୍କୁ ଆଉ। ତ ଚାଲନ୍ତୁ ସାଙ୍ଗ। ତ ସାଙ୍ଗମାନେ ଦେଖିପାରୁଥିବେ ଆମର କଟାକଟି ହେଇଯାଇଛି ଦେଖନ୍ତୁ ପୁରା ରେଡି। ଏପଟରେ ଚିକେନ ଥୁଆ ହେଇଛି, ସେପଟେ ପିଆଜ ଟମାଟର ଆଉ ଆଳୁ, ସେପଟେ ଅଦା ରସୁଣ ପେଷ୍ଟ କରା ହେଇଯାଇଛି। ତ ସାଙ୍ଗମାନେ ପୁରା ରେଡି ହେଇଯାଇଛି ଦେଖିପାରୁଥିବେ। ତ ସାଙ୍ଗମାନେ ଚାଲନ୍ତୁ ମୁଁ ଏବେ ରୋଷେଇ କରିବି। ତ ସାଙ୍ଗମାନେ ଭିଡିଓରେ ବନେଇବେ ଚାଲନ୍ତୁ। ତ ସାଙ୍ଗମାନେ ଦେଖିପାରୁଥିବେ ରୋଷେଇ ଆମେ ଷ୍ଟାର୍ଟ କରିଦେଲୁ ଦେଖିପାରୁଥିବେ ଦେଖନ୍ତୁ। ଏବେ ପିଆଜ ପକେଇଦେଲୁ, ତେଲ ଗରମ ହେଇଗଲା, ପିଆଜ ପକେଇଦେଲୁ। ତ ସାଙ୍ଗମାନେ ଚାଲନ୍ତୁ ଆଗକୁ ଆହୁରି କଣ କଣ ହଉଛି ଆପଣ ମାନଙ୍କୁ ପୁରା ଭିଡିଓରେ ଦେଖେଇବୁ। ତ ସାଙ୍ଗମାନେ ଭିଡିଓରେ ବନେଇ ରହିବେ। ତ ସାଙ୍ଗମାନେ ଦେଖିପାରୁଥିବେ ପିଆଜ ନାଲି ହେଇଗଲାଣି। ଆଉ ଟିକେ ନାଲିଆ ହେଇଗଲେ ଆମେ ଅଦା ରସୁଣ ପକେଇବୁ। ତ ସାଙ୍ଗମାନେ ନାଲିଆ ହେଇଗଲାଣି, ଏବେ ପକେଇବା ଅଦା ରସୁଣ। ତାକୁ ଟିକେ ଟାଇମ ଛାଡିଦବା ସାଙ୍ଗମାନେ। ତ ସାଙ୍ଗମାନେ ଏବେ ପକେଇବା ଲଙ୍କା ଗୁଣ୍ଡ। ତାପରେ ପକେଇବା ହଳଦୀ ଗୁଣ୍ଡ। ସାଙ୍ଗମାନେ ପୁଣି ପକେଇବା ଚିକେନ ମସଲା ଦେଖିପାରୁଥିବେ। ତ ସାଙ୍ଗମାନେ ଏବେ ପକେଇବା ଟମାଟର ପକେଇବା ଦେଖିପାରୁଥିବେ। ଟମାଟର ଦେଇଦେଲୁ ଆମେ। ମସଲା ଆମର ପୁରା କଷା ଚାଲିଲା, ଟିକେ କଷିଦବା। ତ ସାଙ୍ଗମାନେ ମସଲା ଆଉ ଟିକେ ଜଷ୍ଟ କଷିବି, ତାପରେ ଚିକେନ ପକେଇବା। ତ ସାଙ୍ଗମାନେ ଦେଖିପାରୁଥିବେ ମୋର କଣ ଅବସ୍ଥା, ପୁରା ଝାଳେ ଝାଳେ ହେଇଗଲିଣି, ଗରମ ଏତେ ହଉଛି। ତଥାପି ଭିଡିଓ ବନଉଛି ସାଙ୍ଗମାନେ ଗୋଟେ ହାତରେ ମୋବାଇଲ ଧରିକି ଆଉ ଗୋଟେ ହାତରେ ଡକାଟାକୁ ଧରିକି ମୁଁ କରିଛି ରୋଷେଇ ଆଉ। ତ ଚାଲନ୍ତୁ ସାଙ୍ଗମାନେ ଭିଡିଓରେ ବନେଇଦେବେ ଆଉ ଆଗକୁ କଣ କଣ ହଉଛି ଆପଣ ମାନଙ୍କୁ ଦେଖେଇବି। ତ ସାଙ୍ଗମାନେ ଫାଇନାଲ ଦେଖିପାରୁଥିବେ ଆମେ ଚିକେନ ପକେଇଦେଲୁ, ମସଲା ରେଡି ହେଇଗଲା। ହେଇଗଲା ପରେ ଆମେ ଚିକେନ ପକେଇଦେଲୁ ଦେଖିପାରୁଥିବେ। ତ ସାଙ୍ଗମାନେ ଦେଖିପାରୁଥିବେ
ଆଉ ଗୋଟେ ଜିନିଷ ସାଙ୍ଗମାନେ ରହିଗଲା ଆମ ଆଳୁଟା ଦେଇଦବା। ଆଳୁ ସାଙ୍ଗମାନେ ସମସ୍ତେ ଭାଜନ୍ତି, ଆମେ ଭାଜୁନୁ, ଆମେ ସେମିତି ଦେଇଦଉ। ଗାଡ଼ି ଦେବା ସାଙ୍ଗମାନେ ସାଙ୍ଗମାନେ ଏଥର ଘୋଡ଼େଇ ଦେବା, ଚିକେନ ସିଝିବା ପାଇଁ ଘୋଡ଼େଇ ଦେବା। ତ ସାଙ୍ଗମାନେ ଦେଖିପାରୁଥିବେ ଚିକେନରୁ କେମିତି ପାଣି ବାହାରିଛି ଦେଖନ୍ତୁ। ବ୍ରଏଲର କୁକୁଡ଼ା ସାଙ୍ଗମାନେ ଯିଏ ରୋଷେଇ କରିଛି ଜାଣିଛି କେମିତି କ'ଣ ପାଣି ବାହାରେ। ଦେଖନ୍ତୁ କେମିତି ପାଣି ବାହାରୁଛି। ମୁଁ ଠପେ ବି ପାଣି ଦେଇଛି, ଦେଖ କେତେ ପାଣି ବାହାରିଛି ଦେଖିଛ। ତାକୁ ଏଇ ପାଣିଟା ଖାଲି ଶୁଖେଇବା ପାଇଁ ମିକ୍ସିମମ୍ 10-15 ମିନିଟ୍ ଲାଗିଯିବ। ଦେଖନ୍ତୁ ତ ସେଇଥିପାଇଁ ଘୋଡ଼େଇ ରଖୁଛୁ। ତ ଫାଇନାଲି ସାଙ୍ଗମାନେ ଦେଖିପାରୁଥିବେ କଷା ରେଡି ହେଇଗଲା। ଏବେ ଟିକେ କଷା ଟିକେ ବାହାର କରିବା ଟିକେ ଚାଖିବା ପାଇଁ। ତ ସାଙ୍ଗମାନେ ଆମେ ସେତେବେଳେ ଲୁଣ ଦେଲୁନି କ'ଣ ପାଇଁ ନା ଚିକେନରେ ଆଗରେ ଲୁଣ ଦେଇଥିଲୁ, ତ ସେଇଥିପାଇଁ ଲୁଣ ଦେଲୁନି। ଟିକେ ବାହାର କରିବା, ବାହାର କରିକି ଟିକେ ଟେଷ୍ଟ କରିବା କେମିତି କ'ଣ ହେଇଛି। ତ ଟିକେ କଷା ଟିକେ ବାହାର କରିଦେବୁ ସାଙ୍ଗମାନେ ଟେଷ୍ଟ କରିବା ପାଇଁ। ତାପରେ ଆ ଦେହରେ ଟିକେ ପାଣି ଦେଇଦେବା, ଟିକେ ଝୋଳ ଦରକାର ନା, ଝୋଳ କରିବା। ସାଙ୍ଗମାନେ ପାଣି ଦେଇଦେବା। ହାଲକା ଫୁଲକା ପାଣି ଟିକେ ଦେଇଦେଲି ଟିକେ ଖାଲି ଝୋଳ କରିବା ପାଇଁ। ଦେଖିବା ତାକୁ ଟିକେ ଛାଡ଼ିଦେବା ପୁରା କମ୍ପ୍ଲିଟ୍ ହେବା ପାଇଁ। ପୁରା ହେଇଗଲେ ସାଙ୍ଗମାନେ ଆପଣମାନଙ୍କୁ ଦେଖେଇବା। ତ ଫାଇନାଲି ସାଙ୍ଗମାନେ ଦେଖିପାରୁଥିବେ ଆମର ଚିକେନ ରୋଷେଇ ପୁରା କମ୍ପ୍ଲିଟ୍। ଦେଖିପାରୁଥିବେ ପୁରା କମ୍ପ୍ଲିଟ୍ ହେଇଗଲା। ଆପଣମାନେ ଦେଖନ୍ତୁ କେମିତି କଲର୍ ଦେଖାଯାଉଛି ଦେଖନ୍ତୁ। ତ ସାଙ୍ଗମାନେ ଏବେ ତ ଆମ ଚିକେନ ପ୍ରସ୍ତୁତି ଆପଣମାନଙ୍କୁ ଦେଖେଇଲୁ ପୁରା କେମିତି କ'ଣ ହେଲା। ତ ଫାଇନାଲି ସାଙ୍ଗମାନେ ଦେଖିପାରୁଥିବେ ଖାଇବାକୁ ବସିଗଲୁ। ଦେଖନ୍ତୁ ଭାତ ତା ସାଙ୍ଗରେ ପିଆଜ ଦେଇଛୁ, ଆଉ ଏପଟେ ଚିକେନ ଦେଖନ୍ତୁ। ଦେଖିପାରୁଥିବେ ଖାଇବା ବସିଛୁ। ଫାଇନାଲି ସାଙ୍ଗମାନେ ଆମର ଖାଇବା ପିଇବା ସରିଗଲା। ଆଉ ଆପଣମାନଙ୍କୁ ପୁରା ଆମର ଚିକେନ କେମିତି କ'ଣ ହୁଏ ଆପଣମାନଙ୍କୁ ପୁରା ଭିଡ଼ିଓରେ ଦେଖେଇଲୁ। ତ ସାଙ୍ଗମାନେ ଆମ ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣାଇବେ। ଆଉ ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ତ ପୁଣି ଦେଖା ହବ ସାଙ୍ଗମାନେ ନେକ୍ସଟ ଭିଡ଼ିଓରେ।